ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ ପିଲାମାନେ ତମମାନଙ୍କର ଆଉ ଗୋଟେ VST ନେଇ ଆସିଛି। ତ ବୁଝିଲା ତ VST ର ତ 80 ମାର୍କିଆ କ୍ୱେଶ୍ଚିନ୍ ଆନ୍ସର ଆମେ ଆଲୋଚନା କରିବା। MIL ଓଡ଼ିଆର 80 ମାର୍କିଆ କ୍ୱେଶ୍ଚିନ୍ ଆମେ ଆଲୋଚନା କରିବା। ପୂର୍ଣ୍ଣ ସଂଖ୍ୟା 80, ସମୟ 3 ଘଣ୍ଟା। ବୁଝିଲା ତ ଆଉଟେ ଆମେ ଆଲୋଚନା କରିବା। ଯେତେ ଆମେ 80 ମାର୍କିଆ ପ୍ରାକ୍ଟିସ୍ କରିବା ଆମର କ'ଣ ନା ସେତେ ପ୍ରାକ୍ଟିସ୍ ହେଇଯିବ ଏବଂ ପରୀକ୍ଷା ଦେବା ବେଳକୁ ଆମେ ହଇରାଣ ହବାନି କି ଭାବିବାନି ଏମିତି କ୍ୱେଶ୍ଚିନ୍ ଆସିଲା ଏତେ କ୍ୱେଶ୍ଚିନ୍ ଆସିଲା ମୁଁ ତ ଆଗରୁ ପ୍ରିପେୟାର ହେଇନି ତ ଆଜିଠୁ ପ୍ରିପେୟାର ହେଇଯିବା ତ ସେତେବେଳକୁ ଆଉ ଡରିବା ନାହିଁ। ବୁଝିଗଲା ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇଦେବ, ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର କରିଦେବ। ତ ପିଲାମାନେ ତ କ୍ୱେଶ୍ଚିନ୍ କ'ଣ ଦେଇଛି ଆମେ ପଢ଼ିବା। 1 ମାର୍କିଆ 5ଟା। ତ ପ୍ରବନ୍ଧ ବିଭାଗର ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି, ପ୍ରାସାଦ ବାତାୟନ ପଥରେ କାହାର ଆଗମନୀରେ ସତ ଶୁଭ ଶଙ୍ଖ ବାଜି ଉଠିଛି। ପିଲାମାନେ ପ୍ରାସାଦ ବାତାୟନ ପଥରେ କାହାର ଆଗମନରେ, ବାରିବହ, ସମ୍ରାଟ, ରାଜା, ସେନାପତି। କାହାର ନା ବାରିବାହ। କ'ଣ ନା ବାରିବାହ। ନେକ୍ସଟ କ୍ୱେଶ୍ଚିନ୍, ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ କିପରି? ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ କିପରି? ଲଙ୍କାରେ ହରିଶବ୍ଦ ପରି, ଢୋଲ ଭିତରେ ମୂଷା ପରି, ବାପା ରାନ୍ଧି କେଇଲ୍ ପରି, ଉଷୁନା ଧାନ ଗଜା ହେବା ପରି। ତ କିପରି ପିଲାମାନେ ହବ ନା ଲଙ୍କାରେ ହରିଶବ୍ଦ ପରି। ଭାରତର ସାମାଜିକ ନ୍ୟାୟର ସ୍ୱରୂପ କ'ଣ ନା ଲଙ୍କାରେ ହରି। ତ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଖିବା, ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଂଘ ତାଙ୍କ ରିପୋର୍ଟରେ କ'ଣ କହିଛନ୍ତି? କେଉଁ ରିପୋର୍ଟରେ କହିଛନ୍ତି ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି? ଶିକ୍ଷା ରିପୋର୍ଟ, ବାର୍ଷିକ ରିପୋର୍ଟ, ଯୋଜନା ରିପୋର୍ଟ, ବିକାଶ ରିପୋର୍ଟ। କେଉଁ ରିପୋର୍ଟ ନା ଶିକ୍ଷା ରିପୋର୍ଟ। କେଉଁ ରିପୋର୍ଟ ନା ଶିକ୍ଷା ରିପୋର୍ଟ। ନେକ୍ସଟ, ବିଶ୍ୱବିଦ୍ୟାଳୟରେ ଗୋଟିଏ ପରୀକ୍ଷାରେ ପାସ୍ କରିଥିବା ପିଲାଙ୍କ ମଧ୍ୟରୁ କେତେ ଭାଗ ଅବୈଧ ଆଚରଣରେ ଦଣ୍ଡିତ ହୋଇଥିଲେ? 1/3, 2/3, 3/5, 3/4। କ'ଣ ହବ ପିଲାମାନେ ନା 1/3। କ'ଣ ନା 1/3। ନେକ୍ସଟ, ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷ ଯାକ କ'ଣ ଆସ୍ତେ ଆସ୍ତେ ବାହାରୁଛି? ଛୁଟି ତାଲିକା, ପରୀକ୍ଷା ଫଳ, ଛାତ୍ର ଧର୍ମଘଟ, ଶ୍ରେଣୀ ନିର୍ଘଣ୍ଟ। କ'ଣ ହବ ନା ପରୀକ୍ଷା ଫଳ। କ'ଣ ନା ପରୀକ୍ଷା ଫଳ। 1 ମାର୍କିଆ କ୍ୱେଶ୍ଚିନ୍, ଗଣତନ୍ତ୍ରରେ କେଉଁପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ? କେଉଁପରି ନା ଗଣତନ୍ତ୍ରରେ ଗଣଙ୍କ ଦ୍ୱାରା ଶାସନର ଅର୍ଥ ନୁହେଁ ଯେ ଜନତାର ସମସ୍ତେ ବ୍ୟକ୍ତିଗତ ଭାବରେ ସିଧାସଳଖ ଶାସନକର୍ତ୍ତା ହେବେ ଓ ନିଜକୁ ନିଜେ ଶାସନ କରିବେ। ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗାଣ୍ଡା ହିଁ ବିଶେଷ ଭାବେ କାମ କରେ? କେଉଁ ଦେଶରେ ନା ଯେଉଁ ଦେଶରେ ଜନତା ନିଜର ଅଧିକାର ତଥା କର୍ତ୍ତବ୍ୟ ସମ୍ବନ୍ଧରେ ଅଜ୍ଞ ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗାଣ୍ଡା ହିଁ ବିଶେଷ ଭାବରେ କାମ କରିବ। ନେକ୍ସଟ, ଭ୍ରାମ୍ୟମାଣ ଉଦାସୀନ ଧରଣୀ କେଉଁଥିରେ ବିଚଳିତ ହୁଏ ନାହିଁ? କେଉଁଥିରେ ବିଚଳିତ ହୁଏ ନାହିଁ ପିଲାମାନେ ନା ଭ୍ରାମ୍ୟମାଣ ଉଦାସୀନ ଧରଣୀ ବ୍ୟକ୍ତି ବିଶେଷର ଲାଭ କ୍ଷତିରେ ବିଚଳିତ ହୁଏ ନାହିଁ। ତାପରେ 2 ମାର୍କିଆ 40ରୁ 50 ଶବ୍ଦ ମଧ୍ୟରେ ଲେଖିବ। ଭାରତ ସରକାର ଆମେରିକାରେ ଥିବା ଛାତ୍ର ପାଖକୁ କ'ଣ ଚିଠି ଲେଖିଥିଲେ? ଏଟା ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତନ ଗୋଲକ ବିହାରୀ ଧଳ ଲେଖିଛନ୍ତି। ଏଟା ଗୋଟେ କହିଦଉଛି, ଭାରତ ସରକାର ଆମେରିକାରେ ଥିବା ଛାତ୍ର ପାଖକୁ ଚିଠିରେ ଲେଖିଥିଲେ, ଭାରତ ସରକାର ତ ଆମେରିକା ସରକାର ପରି ଧନୀ ନୁହନ୍ତି, ତେଣୁ ସେ ଅନ୍ତତଃ ନିଜ ଦେଶର ସେବା କରିବା ପାଇଁ ନିଜ ଦେଶକୁ ବା ଭାରତକୁ ଫେରି ଆସନ୍ତୁ। ନେକ୍ସଟ, ପଠିତ ଗଦ୍ୟରେ ପାଣୁକୁ କିପରି ବର୍ଣ୍ଣନା କରାଯାଇଛି? କିପରି ନା ପ୍ରବନ୍ଧ 3 ତୁଣ୍ଡରେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରା। ପାଣୁ ଥିଲା ପ୍ରଥମ ଠକ ଏବଂ ତାହାର ରୂପକୁ ଭୟଙ୍କର ରୂପରେ ବର୍ଣ୍ଣନା କରାଯାଇଛି। କଳା ମଚମଚ ଦେହ ସାଙ୍ଗକୁ କହରା ନିଶ, ମେହେଗାନି କାଠରେ କୁନ୍ଦିଲା ପରି ହାତ ଆଉ ଫୁଲୁକା ରୁଟି ପରି ଫୁଲି ଉଠିଥିବା ଚଉଡ଼ା ଛାତି, ହାତରେ ଧରିଥିଲା ଲାଠି। ତାହାକୁ ଦେଖି ବ୍ରାହ୍ମଣ ଗୋସାଇଁଙ୍କ ଆଖି ତାଳକୁ ଖସି ହେଇଗଲା ଆଉ ଦେହରୁ ଗମ ଗମ ଝାଳ ବାହାରିଗଲା। ନେକ୍ସଟ, କୋଣାର୍କକୁ ଏକ ଦୂପ୍ତ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ବୋଲି ଲେଖକ କାହିଁକି କହିଛନ୍ତି? କାହିଁକି କହିଛନ୍ତି ନା ଏଇଟା କୋଉଠୁ ଆସିଛି ନା ପୁଷ୍ପପୁରରେ ବର୍ଷାବରଣର ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ।
ମହୋଦଧିର ତୁଙ୍ଗ ତରଙ୍ଗାବଳୀରୁ ଉଦ୍ଗତ ହେଲା ଭଳି ବହୁ ଦୂରରୁ କୋଣାର୍କର କୃଷ୍ଣଚୂଡା ଦେଖାଯାଏ। କୋଣାର୍କ ହେଉଛି କାରୁକାର୍ଯ୍ୟ ବିମଣ୍ଡିତ ଭୁବନ ମୋହନ ସ୍ୱରୂପ ସ୍ୱର୍ଗଜିତ ପାରିଜାତ ପରି ତାହା ଆଜି ମ୍ଳାନ ଛିନ୍ନ ହୋଇ ବିଜନ ବେଳରେ ପଡି ରହିଛି। ବୁଝିଲା। ପ୍ରାବନ୍ଧିକ କୋଣାର୍କ ସମ୍ବନ୍ଧରେ କହିଛନ୍ତି ଏହି ମୁକ ମନ୍ଦିରର ଯଦି ମୁଖ ଫିଟନ୍ତା ତେବେ ସେ କଣ କରନ୍ତା ନା ଅତୀତ ବିଭବର ଗାଥା କହି ବିଜନ ବେଳକୁ ମୁଖରିତ କରି ଦିଅନ୍ତା। ତାପରେ 3 ମାର୍କିଆ କ୍ୱେଶ୍ଚିନ୍ 60ରୁ 80 ଶବ୍ଦ ମଧ୍ୟରେ ଲେଖିବ। ଦେଶର ସ୍ୱାଧୀନତା କିପରି ରହିପାରିବ ବୋଲି ପ୍ରାବନ୍ଧିକ ସୂଚନା ଦେଇଛନ୍ତି। ଲେଖକ ନା ବହୁତ ଇମ୍ପୋର୍ଟାଣ୍ଟ। ତ ପ୍ରବନ୍ଧ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତନ ପ୍ରାବନ୍ଧିକ ଗୋଲକ ବିହାର ଧଳ। ତାପରେ ଗଣଙ୍କ ଦ୍ୱାରା ଶାସନର ଅର୍ଥ କଣ ବୋଲି ଲେଖକ କହିଛନ୍ତି ନା ପ୍ରବନ୍ଧ 3 ତୁଣ୍ଡରେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରା। ତାପରେ 5 ମାର୍କିଆ ଗଣତନ୍ତ୍ରର ସଫଳତା ବିଡମ୍ବନା ଗଣତନ୍ତ୍ରର ସଫଳତା ବିଡମ୍ବନାରେ ପରିଣତ କର ପଛରେ ଲେଖକଙ୍କ ଦୃଷ୍ଟିଭଙ୍ଗୀ। ଆମ ଦେଶରେ ପରୀକ୍ଷା ପଦ୍ଧତି ଛାତ୍ରମାନଙ୍କ ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ପ୍ରାବନ୍ଧିକ ମତର ସତ୍ୟତା ମୂଲ୍ୟାଙ୍କନ। ତାପରେ କବିତା ବିଭାଗ ଆସିଲା। ଆସିଥିଲି ଫେରିଗଲି ଶୂନ୍ୟହସ୍ତେ ଉକ୍ତିଟି କାହାର? ଗଜପତି, ଆଲେକଜାଣ୍ଡର, ଇନ୍ଦ୍ରଦ୍ୟୁମ୍ନ, ମାନବଗଣ। କଣ ହବ ପିଲାମାନେ ନା ଆଲେକଜାଣ୍ଡର କହିଥିଲେ କଣ ଆସିଥିଲି ଫେରିଗଲି ଶୂନ୍ୟହସ୍ତେ। ନେକ୍ସଟ ତାପସଙ୍କ ଅଶାନ୍ତି ନାଶକ ବୋଲି କାହାକୁ କୁହାଯାଇଛି? ଲକ୍ଷ୍ମଣ, ଶ୍ରୀରାମ, ସୀତା, ବାଲ୍ମୀକି। କାହାକୁ କୁହାଯାଇଛି ନା ତାପସଙ୍କ ଅଶାନ୍ତି ନାଶକ ବୋଲି ଶ୍ରୀରାମଙ୍କୁ କୁହାଯାଇଛି। ନେକ୍ସଟ ଅନୁଭବୀର ନେତ୍ରରେ କଣ ଦେଖାଯାଏ? ପ୍ରେମିକର ଲାସ୍ୟ, ପ୍ରେମିକର ମିଳନ, ପ୍ରେମିକର ଆନନ୍ଦ ଭିତରେ ବିଷାଦ ରେଖା, ପ୍ରେମିକର ଗର୍ବ। କଣ ନା ଅନୁଭବୀର ନେତ୍ରରେ ପ୍ରେମିକାର ଆନନ୍ଦ ଭିତରେ ବିଷାଦ ରେଖା। ନେକ୍ସଟ ଦୂତ କେଉଁଠୁ ଭବିଷ୍ୟତର ବାର୍ତ୍ତା ନେଇ ଆସିଛି? ରାଜଦ୍ୱାରରୁ, ଯମପୁରରୁ, ସପ୍ତର୍ଷିର ସିଂହଦ୍ୱାରରୁ, କଂସନଗରରୁ। କଣ ନା ଦୂତ ସପ୍ତର୍ଷିର ସିଂହଦ୍ୱାରରୁ ଭବିଷ୍ୟତର ବାର୍ତ୍ତା ନେଇ ଆସିଛି। ନେକ୍ସଟ ତପଶୂନ୍ୟ ପତ୍ର କାହା ଉଦ୍ଦେଶ୍ୟରେ ଲିଖିତ? ବାଲ୍ମୀକି, ରାମଚନ୍ଦ୍ର, ଜନକ, ଲକ୍ଷ୍ମଣ। କାହା ଉଦ୍ଦେଶ୍ୟରେ ଲିଖିତ ନା ତପଶୂନ୍ୟ ପତ୍ର ରାମଚନ୍ଦ୍ର କଣ ନା ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲିଖିତ। 1 ମାର୍କିଆ କ୍ୱେଶ୍ଚିନ୍ ମତେ ନ କରିବ ହେୟ ବୋଲି କେଉଁ ପ୍ରସଙ୍ଗରେ କିଏ କହିଛନ୍ତି? ନା ସୀତା ନିଜକୁ ତପସ୍ୱିନୀ ବୋଲି ପରିଚୟ ଦେଇ ମତେ ନ କରିବ ହେୟ ବୋଲି କହିଛନ୍ତି। କଣ ନା ସୀତା ନିଜକୁ ତପସ୍ୱିନୀ ବୋଲି ପରିଚୟ ଦେଇ ମତେ ନ କରିବ ହେୟ ବୋଲି କହିଛନ୍ତି। ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ କିପରି ଥିଲା? କିପରି ନା ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ ମନୀଷିକା ପରି ଊର୍ଦ୍ଧ୍ୱଗାମୀ ଓ ଉଦାର ଥିଲା। ନେକ୍ସଟ ହୀନ ଦାସତ୍ୱ ବିରୁଦ୍ଧରେ ଦୃଢ ରୂଢ ହୋଇ କଣ କରିବାକୁ କବି କହିଛନ୍ତି? ନା ହୀନ ଦାସତ୍ୱ ବିରୁଦ୍ଧରେ ଦୃଢ ରୂଢ ହୋଇ ପ୍ରତିଶୋଧ ନେବାକୁ କଣ ନା କହିଛନ୍ତି। 2 ମାର୍କିଆ କ୍ୱେଶ୍ଚିନ୍ ମଣିଷ ଜୀବନରେ କାଳର ମୁହୂର୍ତ୍ତକୁ କବି କିପରି ଦର୍ଶାଇଛନ୍ତି? କାଳର ମୁହୂର୍ତ୍ତକୁ ନା ବଡପଣରୁ ଆସିଛି କବି ରାଧାନାଥ ରାୟ। କାଳ ହେଉଛି ବଡ କ୍ରୂର ଓ ଅବିଶ୍ୱାସୀ। ସେ ଯେକୌଣସି ସମୟରେ ମଣିଷ ନିକଟରେ ପହଞ୍ଚି ଯାଇପାରେ। ମୃତ୍ୟୁର ପରୱାନ ଦେଇଥାଏ। କାଳ ଦୂରରେ ରହିଛି ଭାବି ଯେଉଁମାନେ କଣ ନା ଉପହାସ କରନ୍ତି କାଳ ସେମାନଙ୍କ ପଛରେ ଲୁଚି ବସିଥାଏ। ଜନ୍ମ ନେଲେ ମୃତ୍ୟୁ ସତ୍ୟ। କାଳର ଏହି ମୁହୂର୍ତ୍ତକୁ ବଡ଼ିମା ଦେଖାଯାଉଥିବା ଅଜ୍ଞମାନେ ଜାଣିପାରନ୍ତି ନାହିଁ। ନେକ୍ସଟ ଜୟ ହେଉ ପୀଡ଼ନର କହିବାର ତାତ୍ପର୍ଯ୍ୟ କଣ? ନା କବିତା ବାର୍ତ୍ତା କବି ସଚ୍ଚିଦାନନ୍ଦ ରାଉତରାୟ। ଶୋଷଣ ପୀଡ଼ନ ମାତ୍ରାଧିକ ନ ହେଲେ ମଣିଷ ତା ବିରୋଧରେ ବିଦ୍ରୋହ କରେ ନାହିଁ। ପୀଡ଼ନର କାରଣ ଖୋଜେ ନାହିଁ। ପୀଡ଼ନ ଅଧିକ ହେଲେ ହିଁ ମଣିଷ ତାର ଉଚ୍ଛେଦ ପାଇଁ ଉଦ୍ୟମ କରିବ। ତେଣୁ କବି ଜୟ ହେଉ ପୀଡ଼ନର ବୋଲି କହିଛନ୍ତି। ଯାଉଛନ୍ତି ଶିଶୁଦ୍ୱୟ ମହର୍ଷି ସହିତ କିଏ କାହା ସହିତ କୁଆଡ଼େ ଯାଉଛନ୍ତି ବୋଲି କୁହାଯାଇଛି? ନା କବି ତପସ୍ୱିନୀ ପତ୍ର କବିତା ଗଙ୍ଗାଧର ମେହେରେ। ବାଲ୍ମୀକି ଆଶ୍ରମରେ ସୀତା ରହିଥିବାରୁ ରାମଚନ୍ଦ୍ରଙ୍କ ନିକଟକୁ ନିଜ ଅନ୍ତରର ବେଦନା ଜଣାଇ ପତ୍ରରେ ଲେଖିଛନ୍ତି ରାଜା ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ କରୁଥିବାରୁ ସୀତାଙ୍କର ଶିଶୁପୁତ୍ରଦ୍ୱୟ ଲବ ଏବଂ କୁଶ ମହର୍ଷି ବିଶ୍ୱାମିତ୍ରଙ୍କ ସହିତ ଯଜ୍ଞସ୍ଥଳରେ ରାମାୟଣ ଗାନ କରିବାକୁ ଯାଇଛନ୍ତି। ସୀତା ମଧ୍ୟ ତାଙ୍କ ଶିଶୁପୁତ୍ରଙ୍କର ଅସହାୟତା କଥା ପତ୍ର ମାଧ୍ୟମରେ ସ୍ୱାମୀ ଶ୍ରୀରାମଚନ୍ଦ୍ରଙ୍କୁ ଜଣାଇଛନ୍ତି।
ତିନି ମାର୍କିଆ ଆଜି କାହାର କୈଫତ ମାଗିବାକୁ ବେଳ ହେଲା ବୋଲି କବି କହିଛନ୍ତି। ନା ଏଟା କୋଉଠୁ ଆସିଛି ନା କବିତା ବାର୍ତ୍ତାରୁ କବି ସଚିଦାନନ୍ଦ ରାଉତରାୟ। ତାପରେ ପ୍ରଣୟ ପୁରୁଷରେ ବିଷ କିପରି ମିଶିଛି ବୋଲି କବି ବର୍ଣ୍ଣନା କରିଛନ୍ତି। କିପରି ନା କବିତା ବନ୍ଦିର ବେରାଏ ବାଥାର କବି ଗୋପବନ୍ଧୁ ଦାସ। ତାପରେ ସେମିତି 120ଟି ଶବ୍ଦ ମଧ୍ୟରେ 5 ମାର୍କିଆ କରିବ। ତାପରେ ଗ୍ରୁପ ସି ଆସିଲା ଗଳ୍ପ ବିଭାଗ। ଗଳ୍ପ ବିଭାଗ ସେମିତି MCQ କଚ୍ଛପ ମାଂସ କାହାର ଅଯୋଗ୍ୟ ବୋଲି ମହାପଣ୍ଡିତ କହିଥିଲେ। ଜନମଣୋହି, ରାଜମଣୋହି, ଦେବମଣୋହି, ଅସୁରମଣୋହି। କିପରି ନା ରାଜମଣୋହି କଚ୍ଛପ ମାଂସ ରାଜମଣୋହି ଅଯୋଗ୍ୟ ବୋଲି ମହାପଣ୍ଡିତ କହିଛନ୍ତି। ନେକ୍ସଟ ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ ବୋଲି କାହାକୁ କୁହାଯାଇଛି? ବଦ୍ରିନାଥ, କାଶୀ ବିଶ୍ୱନାଥ, ଡାଲମଣ୍ଡି, ରାମନଗର। କାହାକୁ ନା ଡାଲମଣ୍ଡି ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ ବୋଲି ରାମନଗରକୁ କୁହାଯାଇଛି। ନେକ୍ସଟ କଚ୍ଛପ ମାଂସ ସହସ୍ର ଧରଣର ରୋଗ ବ୍ୟାଧି ଓ ଦୋଷ ଦୁର୍ବଳତାର ପ୍ରତିଷେଧକ ହୋଇଥାଏ। ଏହା କାହାର ଉକ୍ତି? କବିରାଜ ଜ୍ୟୋତିଷ, ରାଜା, ମନ୍ତ୍ରୀ, ସେନାପତି। କାହାର ପିଲାମାନେ ହବ ନା କବିରାଜ ଜ୍ୟୋତିଷ। ପରବର୍ତ୍ତୀ କ୍ୱେଶ୍ଚିନ୍ ମାଷ୍ଟରଜୀଙ୍କ ସ୍ତ୍ରୀର ନାମ କଣ ଥିଲା? ମାଷ୍ଟରଜୀଙ୍କ ସ୍ତ୍ରୀର ନାମ କଣ ଥିଲା? ସୋନା, ହୀରା, ପଦ୍ମା, ରୂପା। କଣ ନା ରୂପା। ନେକ୍ସଟ ମନୁଷ୍ୟର ଜନ୍ମଗତ ଦାବୀ ବୋଲି କାହାକୁ କୁହାଯାଇଛି? ମାନବିକତା, ସ୍ୱାଧୀନତା, ମହନୀୟତା, ପବିତ୍ରତା। କାହାକୁ କୁହାଯାଇଛି ନା ସ୍ୱାଧୀନତା। ତାପରେ 1 ମାର୍କିଆ ମା ସାଆନ୍ତାଣୀ ଘରୁ ବାହାରି ଯାଇ କେଉଁଠି ରହିଥିବାର ସମ୍ବାଦ ଆସିଥିଲା? କେଉଁଠି ନା ମା ସାଆନ୍ତାଣୀ ଘରୁ ବାହାରି ଯାଇ ପୁରୀ ମାତା ମଠରେ ରହିଥିବାର ସମ୍ବାଦ ଆସିଥିଲା। ନେକ୍ସଟ ବନ୍ଧୁକର ବାୟୋନେଟରେ ଖରା ପଡି କଣ କରୁଥାଏ? ନା ବନ୍ଧୁକର ବାୟୋନେଟରେ ଖରା ପଡି ଚକ୍ ଚକ୍ କରୁଥାଏ। ପରବର୍ତ୍ତୀ ମାଷ୍ଟରଜୀଙ୍କ 2 ଜଣ ଶିଷ୍ୟଙ୍କ ନାମ କଣ ଥିଲା? ନା ମାଷ୍ଟରଜୀଙ୍କ 2 ଜଣ ଶିଷ୍ୟଙ୍କ ନାମ ମୁନା ଓ ମନୁ ଥିଲା। 2 ମାର୍କିଆ କ୍ୱେଶ୍ଚିନ୍ ଘୁଷୁରୀ ମାନେ ଉଡିବା ସମ୍ପର୍କରେ ବିଦେଶୀ ରାଜଦୂତ କଣ କହିଥିଲେ? ନା ଗଳ୍ପ ହଉଛି ଅକଶ କଇଁଛର ଗାଳ୍ପିକ ମନୋଜ ଦାସ। ହଂସ 2ଟି କଚ୍ଛପକୁ ଉଡାଇ ନେବାର ଦୃଶ୍ୟକୁ ରାଜା ଦେଖି ବିଚିତ୍ର ବୋଲି କହିଥିଲେ। ମାତ୍ର ବିଦେଶୀ ରାଜଦୂତ ତାଙ୍କ ଦେଶରେ ଘୁଷୁରୀ ମାନେ ଉଡିବା କଥା କହିଥିଲେ। ସେମାନଙ୍କୁ କିଏ ଉଡାଇ ନିଏ ବୋଲି ରାଜା ପଚାରିବାରୁ ରାଜଦୂତ କହିଲେ ଯେ ତାଙ୍କ ଦେଶରେ ଘୁଷୁରୀ ମାନେ ପକ୍ଷବନ୍ତ ନୁହନ୍ତି, ମଣିଷ ପରି ବୃହତ୍କାର ବିହଙ୍ଗ ମାନେ ଅଛନ୍ତି। ଘୁଷୁରୀକୁ ଉଡାଇ ନେବାରେ ସେମାନଙ୍କର ସଉକ ରହିଛି। ନେକ୍ସଟ ମାଷ୍ଟରଜୀଙ୍କ ଶାରୀରିକ ଗଠନ କିପରି ଥିଲା? ନା ଗଳ୍ପ ରୂପନାରାୟଣ ସାହାର, ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ। ମାଷ୍ଟରଜୀଙ୍କ ଉଜ୍ଜ୍ୱଳ ଗୌରବ ବର୍ଣ୍ଣର ଶରୀର, ଈଷତ୍ ଦୀର୍ଘ ମୁହଁ ଉପରେ ଉନ୍ନତ ଶୁକଚଞ୍ଚୁ ପରି ନାକ, ବଡ ବଡ 2ଟି କାନ ଉପରେ ବିପର୍ଯ୍ୟସ୍ତ ବାଳ ଲମ୍ବି ଆସିଥିଲା କେରା କେରା ହୋଇ। ଆଖି 2ଟି ସାମାନ୍ୟ ଭିତରକୁ ପଶି ଯାଇଥିଲା, ମାତ୍ର ଆଖି 2ଟି ବୁଦ୍ଧି ଦୀପ୍ତ। ନେକ୍ସଟ କ୍ୱେଶ୍ଚିନ୍ କଣ ପିଲାମାନେ? ମାଷ୍ଟରଜୀଙ୍କ ଶାରୀରିକ ଗଠନ କିପରି ଥିଲା ଦେଖିଲ। ତାପରେ ନୟନତାରା ଦୁଃଖ ପସରି ପିତୃ ପରିଚୟ କଣ? ନା ଗଳ୍ପ ସଭ୍ୟ ଜମିଦାର, ଗାଳ୍ପିକ ଫକୀରମୋହନ ସେନାପତି। ନୟନତାରା ଦୁଃଖ ପସରିର ପିତା ମକ୍ରା ମଳିକ। ସେ ଆସାମ ଚା ବଗିଚାରେ ମ୍ୟାନେଜର ପାଖରେ ବବୁର୍ଚ୍ଚି କାମ କରୁଥିଲେ। ପରେ ପଦୋନ୍ନତି ପାଇ ଖାନସାମା ହୋଇଥିଲେ। ସେହି ବଗିଚାରେ 30-40 ବର୍ଷ ହେଲା ସାରୁଙ୍କ ପାଖରେ ରହୁଥିଲେ। ଗ୍ରାମ ଘର ଜାତି କୁଳ କିଛି ତାହାର ନାହିଁ। ସେଇଠାରେ ସେ ଗୋଟିଏ କୁଲିଆଣୀକୁ ବିବାହ କରିଥିଲେ ଓ ସେମାନଙ୍କ କନ୍ୟା ହୋଇଛି ନୟନତାରା ଦୁଃଖ ପାସରା। ତାପରେ ଆଖିରୁ ଲୁହ ପୋଛି କାଶି ସାରି ମାଷ୍ଟରଜୀ କଣ କହିଲେ? ରାଜା କଣ କରି ରନ୍ଧା କଚ୍ଛପ ତାଙ୍କ ନିକଟରେ ପରଷିବା ପାଇଁ ନିର୍ଦ୍ଦେଶ ଦେଲେ। ତାପରେ ଅବରୋଧ ପରୀକ୍ଷଣ, ସର୍ଜନାତ୍ମକ ରଚନା, ସଂକ୍ଷିପ୍ତୀକରଣ। ତ ଏଇଟା କବିତାଂଶ ଆମେ ପଢିବା ଫାଷ୍ଟ। ଦେଖିଲି ସଂସାରେ ବସିଛି ହାଟ, ଲୋକ ଗହଳିରେ ନମିଳେ ବାଟ। ଦୋକାନ ପସରା ଧାଡିକି ଧାଡି, ବାଟ ଦୁଇ ପାଶ ବସିଛି ମାଡି। ଭୁଲାଇବା ପାଇଁ ଗହକି ମନ, ହାଟୁଆଙ୍କ ଦେଖ କେଡେ ଯତନ। ହାଟୁଆ ବାଟୁଆ ଅଛନ୍ତି ଧାଇଁ, ହାଟେ କିଣା ବିକା କରିବା ପାଇଁ। ଚୁଲି ବୁଲି
ହାଟେ ମୁଁ କ୍ରମେ କ୍ରମେ ଗୋଟିଏ ଦୋକାନ ଗଲି ପ୍ରଥମେ। ଏହି ଦୋକାନଟା ଭାରି ଗହଳ। ଧାଇଁଛନ୍ତି ଲୋକେ ଦଳକୁ ଦଳ। ହାତେ ବିଶାକାଠି ଦୋକାନ ଧରି ବସିଛନ୍ତି ଯମରାଜଙ୍କ ପରି। ଦୋକାନରେ ମାଲ ନ୍ୟାୟ ବିଚାର କିଣେ ସେ କପାଳ ଫାଟେ ଯାହାର। କୋଶ୍ଚିନ୍ କଣ ଦେଇଛି? ସଂସାର ମଧ୍ୟରେ ବସିଥିବା ହାଟକୁ କବି କିପରି ଦେଖିଛନ୍ତି? ନା ସଂସାର ମଧ୍ୟରେ ବସିଥିବା ହାଟରେ କଣ ଦେଖିଛନ୍ତି? ନା ଲୋକ ଗହଳିରେ ନ ମିଳେ ବାଟ। କଣ? ନା ଲୋକ ଗହଳିରେ ବାଟ ମିଳୁନଥିବା କଥା କବି କହିଛନ୍ତି। ନେକ୍ସଟ, ଗହଙ୍କିଙ୍କ ମନ ଭୁଲାଇବା ପାଇଁ ହାଟୁଆମାନେ ଗ୍ରାହକଙ୍କ ମନ ଭୁଲାଇବା ପାଇଁ ହାଟୁଆମାନେ କଣ କରିଛନ୍ତି? ନା କଣ କରିଛନ୍ତି? ହାଟୁଆମାନେ ଦେଖ, ବାଟ ଦୁଇ ପାଶ ବସିଛି ମାଡ଼ି ଭୁଲାଇବା ପାଇଁ ଗହକି ମନ। ମାନେ କଣ? ନା କେତେ ପ୍ରକାର ସେ ଯତ୍ନ କରିଛନ୍ତି। ଲୋକେ ଦଳକୁ ଦଳ କେଉଁଠିକି ଧାଇଛନ୍ତି ବୋଲି କବି କହିଛନ୍ତି? ହଁ, ଲୋକେ କେଉଁଠିକି? ନା ଲୋକେ ଦଳକୁ ଦଳ ହାଟରେ ଥିବା ଗୋଟିଏ ଦୋକାନକୁ ନ୍ୟାୟ ବିଚାର କିଣିବା ପାଇଁ ଧାଇଁଛନ୍ତି। ନେକ୍ସଟ, ବିଶାକାଠି ହାତରେ ଧରି ଦୋକାନୀ କେଉଁ ପରି ବସିଛନ୍ତି? ଏଟା ଯମରାଜ ପରି ଯୋଉ ବସିଛନ୍ତି ଯମରାଜଙ୍କ ପରି। ନେକ୍ସଟ, ପ୍ରଥମ ଦୋକାନରେ କେଉଁ ମାଲ ମିଳେ ବୋଲି କୁହାଯାଇଛି ପିଲାମାନେ? ନା ନ୍ୟାୟ ବିଚାର ମାଲ। ଏଠି ପଢିଥିଲେ ଆମେ ନ୍ୟାୟ ବିଚାରର ମାଲ। ତାପରେ 4 ମାର୍କ ଏଇଟା ହଉଛି କଣ? ନା ସର୍ଜନାତ୍ମକ। ମତେ ଯେତେ ମାଠିବୁ ମାଠେ, ବାହାଘର ବେଳେ ବାଇଗଣ ରୁଆ, ଛୋଟ ସାପର ବଡ ବିଷ। ତାପରେ ଏଇଟା ହେଲା 1/3। ଏକ ତୃତୀୟାଂଶ ପଢିବ, ଆକୁ ଲେଖିବ। ତାପରେ ଆସିବ ଦରଖାସ୍ତ ପତ୍ର, ନହେଲେ ଦରଖାସ୍ତ ଯୋଉଟା ହେଲେ ଲେଖିବ। ଦରଖାସ୍ତ କାହାକୁ ଲେଖି ଆସିବନି କମେଣ୍ଟ କରିବ। ତ ମୁଁ ତମକୁ ଗୋଟେ କ୍ଲାସ ନେଇ ଆସିବି, ଦରଖାସ୍ତ ପୁରା ବୁଝେଇଦେବି। ବୁଝିହେଲା? ତାପରେ 11ଟା କୋଶ୍ଚିନ୍ ଆସିବ ତମର ବ୍ୟାକରଣ। କଣ ଦେଇଛି? ଅନ୍ଧର ଲଉଡ଼ି ରୂଢିଟିର ଅର୍ଥ ବାଛି ଲେଖ। ଅନ୍ଧର ଲଉଡ଼ି କଣ ହବ? ଅନ୍ଧର ଲଉଡ଼ି କଣ ହବ? ନା ଅସହାୟର ସହାୟ। ନେକ୍ସଟ, ଏ କାର୍ଯ୍ୟଟି କରିବା ତୁମ ପକ୍ଷେ କଣ ହବ? ନା କାଠିକର ପାଠ। ମୁଣ୍ଡ ଝାଳ ତୁଣ୍ଡରେ ମାରିବା କଣ ହବ? ନା କଠିନ ପରିଶ୍ରମ କରି ପେଟ ପୋଷିବା। ପାଦଠାରୁ ମସ୍ତକ ପର୍ଯ୍ୟନ୍ତ କଣ ହବ? ନା ଅପାଦ ମସ୍ତକ। ଆଳସ୍ୟ କରିବା ସ୍ୱଭାବ ଯାହାର କଣ ହବ ପିଲାମାନେ? ନା ଅଳସୁଆ। ଉଦାରର ବିପରୀତ ବୋଧକ ଶବ୍ଦ କଣ? ନା ଉଦାରର ହବ ଅନୁଦାର। ଆଦ୍ୟ ନିମ୍ନୋକ୍ତର ବିପରୀତ ବୋଧକ ଶବ୍ଦ କଣ ହବ? ନା ପ୍ରାନ୍ତ। ପିତ୍ତ ଶରୀର ଧାତୁ। ଦୀର୍ଘଇ ପିତ୍ତ କଣ ହବ ପିଲାମାନେ? ନା ହଳଦିଆ। ଶ୍ରବଣ କାନ ଶୁଣିବା। ଦନ୍ତେଶ ଶ୍ରବଣ କଣ ହବ ପିଲାମାନେ? ନା ଝରିବା। ଶୁଦ୍ଧ ଶବ୍ଦଟି ବାଛି ଲେଖିବ। ଶୁଦ୍ଧ ଶବ୍ଦଟି ଆଥିରୁ କୋଉଟା ହବ? ନା ଏଇଟା ଉତ୍ତ୍ୟକ୍ତ। ଶୁଦ୍ଧ ଶବ୍ଦଟି ବାଛି ଲେଖ, କଣ ହବ? ନା ଏଇଟା ହବ ନିରଦ। ବୁଝିହେଲା? ତ ପିଲାମାନେ ଏତିକି ଥିଲା ତମର କ୍ୱେଶ୍ଚିନ୍ ଆନ୍ସର। ତ ଭିଡ଼ିଓଟି ଭଲ ଲାଗିଥିଲେ 80 ମାର୍କର ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।